ଭାରତର ବିଶିଷ୍ଟ ଶିଳ୍ପପତି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ହେବ ଏବଂ ତାକୁ ନେଇକରି ସମସ୍ତଙ୍କୁ ନିମନ୍ତ୍ରଣ ପହଞ୍ଚୁଛି କିନ୍ତୁ ପୁରୀରେ ମଧ୍ୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପାଖରେ ମଧ୍ୟ ନିମନ୍ତ୍ରଣ ପତ୍ର ପହଞ୍ଚିଛି ଏବଂ ତାଙ୍କ ସେବାୟତ ଯିଏ ରହିଛନ୍ତି ପୁଷ୍ପାଳକ ନିଯୋଗର ଜଗନ୍ନାଥଙ୍କର ତାଙ୍କ ନିକଟରେ ଗତକାଲି ନିମନ୍ତ୍ରଣ ପତ୍ର ପହଞ୍ଚିଛି ଏବଂ ସେ ନିମନ୍ତ୍ରଣ ପତ୍ର ପାଇ ମଧ୍ୟ ସେ ବେଶ ଖୁସି ଅଛନ୍ତି। ଆମ ସହିତ ଜଗନ୍ନାଥ କର ଅଛନ୍ତି, ତାଙ୍କର ପ୍ରତିକ୍ରିୟା ନେବା କାରଣ ସେ ଅନନ୍ତ ଅମ୍ବାନୀକି ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମଣ୍ଟୁନା କ'ଣ କହିବା, ଏଇ ନିମନ୍ତ୍ରଣ ପତ୍ର ପହଞ୍ଚିଛି ଯେତେବେଳେ ଆପଣ ପାଇଲେ କେତେ ଖୁସି ଅନୁଭବ କଲେ? ଜୟ ଜଗନ୍ନାଥ। ମୁଁ ନିଜକୁ ଗର୍ବିତ ମନେ କଲି। ଯାହାକି ଦେଖିବାକୁ ଗଲେ ଆପଣ ଦେଖନ୍ତୁ, ଭାରତର ଜଣେ ଶିଳ୍ପପତି ଉଦ୍ୟୋଗପତି କହିଲେ ଚଳେ, ଯାହାକି ତାଙ୍କୁ ଦେଖା କରିବାକୁ ଲୋକ ପାଆନ୍ତିନି, କିନ୍ତୁ ମୋର ମହାପ୍ରଭୁଙ୍କ ପାଖରେ ଏତିକି ଦୟା। ମହାପ୍ରଭୁଙ୍କ ସେବକ ମୁଁ, ଯେହେତୁ ମୋ ପାଖରେ ସିଏ ଆସି ପହଞ୍ଚିଥିଲେ ମୁଁ ତାଙ୍କୁ ଦର୍ଶନ ବ୍ୟବସ୍ଥା କରାଇଥିଲି। ଆଉ ମୁଁ ନିଜକୁ ଗର୍ବିତ ମନେ କରୁଛି, ମହାପ୍ରଭୁଙ୍କ ଦୟାରୁ ମୁଁ ଏଇ ଜିନିଷଟି ଆଜି ସମ୍ମାନ ପାଇଛି। ନିମନ୍ତ୍ରଣ ପତ୍ର ଅନେକ ବିଶେଷତ୍ୱ ରହିଛି, ଯେ ଖୋଲିଦେଲେ ତା ଭିତରେ ଭଜନ ବାଜୁଛି, ତା ଦେହରେ ମଧ୍ୟ ଲକ୍ଷ୍ମୀଙ୍କ ମୂର୍ତ୍ତି ଅଛି। ତ କେମିତି ରହିଛି ନିମନ୍ତ୍ରଣ ପତ୍ର? ନିମନ୍ତ୍ରଣ ପତ୍ର ଅତି ଭବ୍ୟ ନିମନ୍ତ୍ରଣ ପତ୍ରଟି ହେଇଛି। ଫାଷ୍ଟ ଆପଣ ଖୋଲିଦେବେ, ତା ଦେହରେ ମହାପ୍ରଭୁଙ୍କର ବିଷ୍ଣୁ ସହସ୍ରନାମ ସ୍ୱତ ପାଠ ହେଉଛି। ତାପରେ ତାଙ୍କ ରାଧିକା ମର୍ଚ୍ଚାଣ୍ଟ ଅନନ୍ତ ଅମ୍ବାନୀଙ୍କର କାର୍ଡଟି ଉଲ୍ଲେଖ ଅଛି, ବିବାହ ଡେଟ୍ ବି ଉଲ୍ଲେଖ ଅଛି। ଆଉ ତାପରେ ମହାପ୍ରଭୁଙ୍କର ଦେଖିବାକୁ ଗଲେ ସମସ୍ତ ଦେବାଦେବୀ ତା ଦେହରେ ସ୍ଥାନ ପାଇଛନ୍ତି। ଆଉ ଗିଫ୍ଟ ଆକାରରେ ସେ ଅଛି, ତା ଭିତରେ ଗଣେଶ ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, ଦୁର୍ଗା ଅଛନ୍ତି। ଗିଫ୍ଟଟି ବି ସୁନ୍ଦର ଗିଫ୍ଟ ହେଇଛି। ଆଉ କାର୍ଡଟି ବହୁତ ବଡ଼ ଗିଫ୍ଟ କାର୍ଡ ହେଇଛି। ଆଉ ମୁଁ ନିଜକୁ ବହୁତ ବଡ଼ ଗର୍ବିତ ମନେ କରୁଛି, ଯାହାକି ଭାରତର ଶିଳ୍ପପତି ମୋ ପାଇଁ ତାଙ୍କ ପୁଅଙ୍କ ବିବାହର ଗୋଟେ କାର୍ଡ ମୋ ପାଇଁ ନିମନ୍ତ୍ରିତ କରିଛନ୍ତି। ଆଉ ଯୋଗାଯୋଗ ବି ରଖିଛନ୍ତି ମୁଁ ଯାଇ ପହଞ୍ଚିବା ପାଇଁ। ଚେଷ୍ଟା କରୁଛି ମହାପ୍ରଭୁଙ୍କର କାର୍ଯ୍ୟ, ଯେହେତୁ ରଥଯାତ୍ରା, ଯେହେତୁ ମୋ ମହାପ୍ରଭୁଙ୍କର ଯାତ୍ରା ଅଛି, ତାଙ୍କ ଯାତ୍ରା ଆଗ ସଫଳ କରିବି ଚେଷ୍ଟା କରୁଛୁ। ତାଙ୍କ ଯାତ୍ରା ସଫଳ ହେଲେ ଆମେ ସଫଳ ହେବୁ। ତାଙ୍କ ଯାତ୍ରା ସମାପନ କରି ମୁଁ ଚେଷ୍ଟା କରିବି ଯିବା ପାଇଁ। ଆମେ ଦେଖିଛୁ କି ଅନନ୍ତ ଅମ୍ବାନୀ ଯେତେବେଳେ ଆସିଥିଲେ, ସେ ମହାପ୍ରଭୁଙ୍କର ଗୋଟେ ବଡ଼ ଭକ୍ତ। ତ ନିଶ୍ଚିତ ଭାବେ ଆପଣ ଯେହେତୁ ମହାପ୍ରଭୁଙ୍କ ସେବାୟତ, ନିଶ୍ଚିତ ଭାବେ ସେଭଳି କିଛି ଉପହାର ତାଙ୍କୁ ପ୍ରଦାନ କରିବେ। ଶୁଣନ୍ତୁ, ମହାପ୍ରଭୁଙ୍କର ଭକ୍ତ ନ ହେଇଥିଲେ ସେ ଆସିପାରିଥାନ୍ତେ? ଦୁଇ ଥର ଆଇଲେ। ପ୍ରଥମ ଥର ଆସିଥିଲେ ସେମିତି ବୁଲିକି ଯାଇଥିଲେ। ସେକେଣ୍ଡ ଥର ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ତାଙ୍କ ମନରେ କ'ଣ ହେଲା, ମୋତେ ସେ ଗୋଟେ କୋଶ୍ଚିନ୍ କରିଥିଲେ, ମୁଁ 108 ଦେଖିପାରିବି କି? ସେ ହିନ୍ଦୀରେ ମୋତେ ପଚାରିଥିଲେ ଯେ ମଣ୍ଟୁ ଭैया मैं भगवान जी का 108 देख पाऊंगा? ମୁଁ ତାଙ୍କୁ କହିଥିଲି ଯେ ଆପଣ ମହାପ୍ରଭୁ ରଖିଛନ୍ତି ଆଉ ଆଣିଛନ୍ତି, ଆଉ ଆପଣ ଇଚ୍ଛା ପ୍ରକାଶ କରିଛନ୍ତି ଯଦି ମହାପ୍ରଭୁଙ୍କ ଉପରେ ଆପଣଙ୍କ ଅବଦାନ ଅଛି, ଯେହେତୁ ଆପଣ ଆଜି 108 ଦେଖିବେ, ଆପଣ ମନ୍ଦିରରେ 3 ଘଣ୍ଟା ପର୍ଯ୍ୟନ୍ତ ସେ ମନ୍ଦିରରେ ଉପସ୍ଥିତ ରହିଲେ। ଆଉ ମହାପ୍ରଭୁଙ୍କ ଆଶୀର୍ବାଦରୁ 108 ଦେଖିଲା ପରେ ହିଁ ସେ ବାହାରିଥିଲେ ମନ୍ଦିର ଭିତରୁ। ସେଇଟା ଶୁଣନ୍ତୁ, ଦାନ ମହାପ୍ରଭୁଙ୍କ ପାଖରେ ଦାନ କଥା ମୁଁ କହିପାରିବିନି। ଜଗନ୍ନାଥ ସେ ତାଙ୍କ ପାଖରେ ଇଏ ଦାନ କଥା ମୁଁ କହିପାରିବି, କିନ୍ତୁ ନିଜକୁ ସମର୍ପିତ କଲେ ମହାପ୍ରଭୁଙ୍କ ପାଖରେ, ସେଇଟା ହିଁ ବହୁତ ବଡ଼। ଯେଉଁଠି ସର୍ବସାଧାରଣ ବସନ୍ତି ସେ ସେଇଠି ବସିଥିଲେ, ଯାହାକି ସେ ତାଙ୍କ ଶିଳ୍ପପତିର ଇଏ ଦେଖିକି ନଥିଲେ ଯେ ମୁଁ ଏଇ ଜାଗାରେ ବସିବିନି କି ଉଠିବିନି। ସମସ୍ତ ସେବକମାନେ ପ୍ରସାଦ ଆଣିକି ଦିଅନ୍ତି, ତାକୁ ବି ଗ୍ରହଣ କରୁଥିଲେ। ଆଉ ସମସ୍ତ ସେବକଙ୍କ ସହିତ ବି ମିଶୁଥିଲେ। ଆଉ ମହାପ୍ରଭୁଙ୍କ ପାଖରେ ଗହଳି ଭିଡ଼ ଭିତରେ ନିଜେ ପ୍ରୋଟୋକଲ୍ ବି ଭାଙ୍ଗିକିରି ନିଜେ ଠିଆ ହେଇ ଦର୍ଶନ କଲେ, ସେଇଗୁଟାକ ହିଁ ତାଙ୍କ ପାଇଁ ବହୁତ ବଡ଼ ଥିଲା। ମହାପ୍ରଭୁଙ୍କର ଅଶେଷ ତାଙ୍କ ଉପରେ ଦୟା ଅଛି। ତାଙ୍କ ବିବାହ କେମିତି ସଫଳ ମଣ୍ଡିତ ହେଉ, ତାଙ୍କ ଶରୀର ସୁସ୍ଥ ରହୁ, ଏଇଟା ହିଁ ମୁଁ ମହାପ୍ରଭୁଙ୍କ ପାଖରେ ତାଙ୍କ ପାଖରେ କାମନା କରିପାରିବି। ନିଶ୍ଚିତ ଭାବେ ଇଏ ଥିଲେ ଜଗନ୍ନାଥ କର, ଯିଏକି ପରିଚାଳନା କମିଟିର ସଦସ୍ୟ ଏବଂ ଅନନ୍ତ ଅମ୍ବାନୀଙ୍କ ସହିତ ମଧ୍ୟ ତାଙ୍କର ବହୁତ ବନ୍ଧୁତ୍ୱ ଅଛି ଏବଂ ସେ ମଧ୍ୟ ଆସିଲା ମାନେ ମଣ୍ଟୁନାକୁ ଖୋଜନ୍ତି ଏବଂ ସେ ନିଶ୍ଚିତ ଭାବେ ତାଙ୍କୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତ ନିଶ୍ଚିତ ଭାବେ ସେ ମଧ୍ୟ ନିମନ୍ତ୍ରଣ ପତ୍ର ପାଇକି ଖୁସି ଅନୁଭବ କରୁଛନ୍ତି ଏବଂ ଯେତେବେଳେ ସେ 12 ତାରିଖ ଦିନ ତାଙ୍କର ସେ ବିବାହ ଉତ୍ସବରେ ଯୋଗ ଦେବେ ଏବଂ ମହାପ୍ରଭୁଙ୍କର ଏପରି ଏକ ଜିନିଷ ଉପହାର ଦେବେ ଯାହାକୁ ସେ ନିଶ୍ଚିତ ଭାବେ ମନେ ରଖିବେ ଏବଂ ତାଙ୍କର ମଧ୍ୟ ଉଭୟଙ୍କ ଦମ୍ପତିଙ୍କର ମଙ୍ଗଳ କାମନା ମଧ୍ୟ କରିଛନ୍ତି। ତାଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ ଦେବା ପାଇଁ ମଧ୍ୟ ମହାପ୍ରଭୁ ନିକଟରେ ମଧ୍ୟ ଅଳି କରିଛନ୍ତି। ପୁରୀରୁ କ୍ୟାମେରାମ୍ୟାନ୍ ଅମରେନ୍ଦ୍ର ମିଶ୍ରଙ୍କ ସହ ଅକ୍ଷୟ ମିଶ୍ର, ନ୍ୟୁଜ୍ 18 ଓଡ଼ିଆ।